ପାପତାପ ବିନାଶିନୀ ପତିତ ପାବନୀ ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ ତ୍ରିତାପ ନାଶିନୀ ଶ୍ରେଷ୍ଠ କାର୍ତ୍ତିକ ମାସର ପଞ୍ଚମ ଦିବସକୁ ସମସ୍ତଙ୍କୁ ସ୍ୱାଗତ। ଆସନ୍ତୁ କାର୍ତ୍ତିକ ମହାତ୍ମ୍ୟର ପଞ୍ଚମ ଅଧ୍ୟାୟକୁ ଶ୍ରବଣ କରିବା। ପଞ୍ଚମ ଅଧ୍ୟାୟ ଶ୍ରୀ ଶୁକ ଉବାଚ ଏ ମନ୍ତ କୃଷ୍ଣ ବାକ୍ୟ ଶୁଣି ସେ ଶକ୍ରାଜିତର ଦୁଲ୍ହଣୀ ପୁଛନ୍ତି ପତି ସ୍ନେହ ଘେନି ଭୋ ନାଥ କହ ପୁଣ୍ୟ ଧ୍ୱନି କାର୍ତ୍ତିକ ମାହାତ୍ମ୍ୟ ଦୁର୍ଲଭ ଯେ ଧର୍ମ ଭାଗରେ ସୁଲଭ ଯେ ଧର୍ମ କଥା ବିଧି କୃତ୍ୟ କହି ସନ୍ତୋଷ ରଚିତ କହନ୍ତି କରୁଣା ସାଗର ଭୋ ପ୍ରିୟେ ଶୁଣ ଧର୍ମସାର ପୂର୍ବେ ଯେ ପୃଥୁ ଚକ୍ରବର୍ତ୍ତୀ ସୂର୍ଯ୍ୟ ବଂଶରେ ଉତ୍ପତ୍ତି କୃତ ଯୁଗ ମହାରାଜା ସୁଖେ ପାଳଇ ଜନ ପ୍ରଜା ଧରଣୀ ଶସ୍ୟ ପୂର୍ଣ୍ଣ କରି ଦୁଷ୍ଟ ଦାନବ ଦର୍ପହରି ବିଷ୍ଣୁର ଅଙ୍ଗୁ ଅବତାର ତେଣୁ ବିବେକ ନୃପବର ନାରଦ ମୁନିଙ୍କ ଅଗ୍ରତେ ଧର୍ମ ପୁଛଇ ନିତ୍ୟ ନିତ୍ୟ ଦିନେକ ଆସ୍ଥାନେ ବସାଇ ମୁନିଙ୍କି ବୋଲେ ନରସାଇ ହେ ମୁନି ବିଷ୍ଣୁ ପରାୟଣ ତୁମ୍ଭେ ସକଳ ଧର୍ମ ଜାଣ କହ କେବଳ ଧର୍ମରେ ପ୍ରାଣୀ ଅନ୍ତେ କୃତାନ୍ତ ଲୋକ ଜିଣି ବସନ୍ତି ଗୋବିନ୍ଦ ମନ୍ଦିରେ ପୁଣି ନ ପଡ଼ନ୍ତି ସଂସାରେ। ଶ୍ରୀନାରଦ ଉବାଚ ତ୍ୱଂ ବିଷ୍ଣୁର୍ବଂଶଭୂତଶ୍ଚ ନାଜ୍ଞନ୍ତଂ ବିଦ୍ୟତେ ତବ ତଥାପି ବଦତଃ ସମ୍ୟଂ ମାହାତ୍ମ୍ୟଂ ଶୃଣୁ ବେନଜଃ କହ କେମନ୍ତ ଧର୍ମ ପୂର୍ଣ୍ଣ ମୁନି କହନ୍ତି ରାଏ ଶୁଣ କାର୍ତ୍ତିକ ବ୍ରତ ଧର୍ମ ବଳେ ମୁକତି ଲଭନ୍ତି ନିଶ୍ଚଳେ ଅଶେଷ ଜନ୍ମ ପାପ ହରେ ନିଶ୍ଚିନ୍ତେ ବସେ ବିଷ୍ଣୁପୁରେ ଏ ମନ୍ତ ଧର୍ମ ଜହି ସିଦ୍ଧି ଶୁଣ ସେ ବ୍ରତ ରାଜ ବିଧି ପୂର୍ବେ ବିଧାତା ପଦ୍ମଜନି ବିଷ୍ଣୁ ଆଦେଶେ ଶିରେ ଘେନି ଅମର ସଭା ମଧ୍ୟେ ବସି କାର୍ତ୍ତିକ ଧର୍ମ ପରଶଂସି ଯାହା କହିଲେ ବିଧି ମତେ ସେ କଥା ଶୁଣ ଏକ ଚିତ୍ତେ ଆଶ୍ଵିନ ଶୁକ୍ଳ ଏକାଦଶୀ କାର୍ତ୍ତିକ ବ୍ରତ ଉପବାସୀ ବ୍ରତ କରିବେ ଯେଉଁ ଜନ ସଂକଳ୍ପ ଇଛି ସେହି ଦିନ ରଜନୀ ପ୍ରାତ କାଳ ଦେଖି ସତ୍ୱରେ ଶୟନକୁ ପେଖି ଗ୍ରାମ ଉପାନ୍ତେ ନଈରତେ ଗମିବ କର୍ମାଣି ନିମନ୍ତେ ସେହି ଦିଗକୁ ମୁଖ କରି ଉତ୍ତରେ ତିନି ତାଳି ମାରି ଅବଧ ବଦନେ
ଅଧବଦନେ ତୃଣାସନେ କର୍ମାଣି ବସିବ ମୌନେ। ଅଧବଦନେ ତୃଣାସନେ କର୍ମାଣି ବସିବ ମୌନେ। ପାତ୍ରେ ଉଦକ ଥିବ ନେଇ ମୂର୍ତ୍ତିକା କିଛି ଥିବ ଥୋଇ। ଶୌଚ ହେବ ବେନି ଯୋଗେ ତ୍ରୟ ଗୁହ୍ୟରେ ଏକଲିଙ୍ଗେ। ବାମ ହସ୍ତରେ 10 ଶପଥ ବେନି କରସ୍ଥଳ। ପାଦ ଯୁଗରେ 3 ଶୌଚେ ମୂର୍ତ୍ତିକା ଜଳ ଘେନି। ପୁଣି ପ୍ରବେଶ ହୋଇ ଘରେ ବାସ ଆସନ ଘେନି କରେ। ପ୍ରବେଶ ହୋଇ ଜଳ ଘାଟେ ସେ ଯେ ବିହିତ କର୍ମ ପୀଠେ। ଆଣିବ ଦାନ୍ତ କାଠି ଖୋଜି ବନସ୍ପତିରେ ଯେତେ ବର୍ଜି। ସମିଧ କଣ୍ଟକ ଦୁର୍ଗନ୍ଧ ସେ ଦେବସ୍ଥାନର ପ୍ରସିଦ୍ଧ। ଖର ସମିଧ ଲତା ତୃଣ ଏତେ ଉପେକ୍ଷି ଜ୍ଞାନେ ଆଣ। ଯଦ୍ୟପି ବୃକ୍ଷ ନ ମିଳିବ ରସାଳ ପତ୍ରରେ ଘଷିବ। ଆପେ ରୋପିଲା ବୃକ୍ଷ ଛାଡ଼ି ପତ୍ର ତୋଳିବ ମନ୍ତ୍ର ପଢ଼ି। ଦନ୍ତ ମାଜିବ ଯତ୍ନ କରି ଚତୁର୍ଥ ଦିନ ଅପହରି। ଉଆଁସ ଷଷ୍ଠୀ ଏକାଦଶୀ ଯେବେ ଗ୍ରହଣ। ଉଆଁସ ଷଷ୍ଠୀ ଏକାଦଶୀ ଯେବେ ଗ୍ରହଣର ବିଶୋଷୀ। ଏ ଦିନ ନ ଘଷିବ ଦାନ୍ତ 12 ଜଳେ ସୌଧ। ନହିଲେ ଦିନ ଅନୁସରି ରଜନୀ ଥାଉ ଶୁଦ୍ଧ କରି। ବିଶେଷ ଗ୍ରହଣ ବର୍ଜିତ ତିଳ ଅଁଳା ଏହି ମତ। ନାଭି ପ୍ରମାଣେ ଜଳେ ପଶି ସ୍ନାନ କରିବ ମନ୍ତ୍ର ଘୋଷି। ସୁମରି ଦେବ ଜନାର୍ଦ୍ଦନ ବ୍ରତ କରିବ ନିବେଦନ। ହେ ଦେବ ଦେବ ଲକ୍ଷ୍ମୀପତି ଏ ମୋର ବ୍ରତ ତୁମ୍ଭ ପ୍ରୀତି। କାର୍ତ୍ତିକ ପ୍ରାତଃ ସ୍ନାନ ଫଳ ସୁଦୟା କର ଆଦି ମୂଳ। ଅଶେଷ ଜନ୍ମ ପାପ ହର ଦୁଃଖ ନାଶନ ବାନା ତୋର। ହେମନ୍ତ ବୋଲି ସ୍ନାନ ସାରି ସୂର୍ଯ୍ୟ ଅବଲୋକନ କରି। ସ୍ତୁତି କରିବ ଯୋଡ଼ି କର ବୋଲିବ ରାତ୍ରି। ସ୍ତୁତି କରିବ ଯୋଡ଼ି କର ବୋଲିବ ସ୍ତ୍ରାହି ଦିନେଶ୍ୱର। ତୁ ଦେବ ଦାମୋଦର ମୂର୍ତ୍ତି କାର୍ତ୍ତିକ ମାସ ଜଳେ ସ୍ଥିତି। ମୁକ୍ତି ପ୍ରସରେ ପଦ ତଳୁ ମୋତେ ଉଦ୍ଧର ଭବ ଜଳୁ। ହେମନ୍ତ ବୋଲି ସ୍ତୁତି କରି ଜଳ ଅଞ୍ଜଳି କରେ ଧରି। ଆଦିତ୍ୟ ଦେବ ଜଳଦାନ ବୋଲିବ ନମ ନିରଞ୍ଜନ। ସଂଜ୍ଞା ବଲ୍ଲଭ ଜ୍ୟୋତିର୍ମୟ ମୋର ଦୁରିତ କର କ୍ଷୟ। ହେମନ୍ତ ବୋଲି ସ୍ତୁତି ଭଣି ସ୍ନାନ ଫଳ ଲଭ ପୁଣି।
पुष्करिणी रे पंचगुण नदी रे 10 परिमाण तीर्थे जे स्नान करे जाई लक्ष्य गुण रे फल पाई ए मन्ते स्नान फल आदि कही तीर्थे जे स्नान करे जाई लक्ष्य गुण रे फल पाई एमन्ते स्नान फल आदि कहिबा वस्त्र वर्ण विधि न पिंधि कला रंग बास सुकल बसन विशेष अथवा पीत वस्त्र पिंधि आबर वस्त्र नुहे सिद्धि तहु देवतालय रे जीव जे देशे थिब जेउ देव विशेष हरिहर आल ए बेनी देवंकर मूल देवतात्कर दर्शन निवेशी पूजा द्रव्यमान गंध चंदन पुष्प फले धूप दीपाली जेबा मिले विधि उपाधि द्रव्य पूजी जे देव जेउ पुष्प वर्जी कार्तिक मासे कन्यर पूजा करिब गदाधर अरख दुदूरा गयस मल्लिका आदि पंचपुष्प विष्णुको न समर्पिए शिवे अयोग्य तीर्थे जे स्नान करे जाई लक्ष्य गुण रे फल पाई एमन्ते स्नान फल आदि कहिबा वस्त्र वर्ण विधि न पिंधि कला रंग बास सुकल बसन विशेष अथवा पीत वस्त्र पिंधि आबर वस्त्र नुहे सिद्धि तहु देवतालय रे जीव जे देशे थिब जेउ देव विशेष हरिहर आल ए बेनी देवंकर मूल देवतात्कर दर्शन निवेशी पूजा द्रव्यमान गंध चंदन पुष्प फले धूप दीपाली जेबा मिले विधि उपाधि द्रव्य पूजी जे देव जेउ पुष्प वर्जी कार्तिक मासे कन्यर पूजा करिब गदाधर अरख दुदूरा गयस मल्लिका आदि पंचपुष्प विष्णुको न समर्पिए शिवे अयोग्य शुण जाहा जबा उत्पल कूल जुई सेवती शिवंकु न देई तुलसी गणेश न पूजी दुर्गांकु दुर्बादल वर्जी एथि उतारे पूजा विधि सकल कर्मे चित्त शुद्धि जपिब नारायण नाम बांछा करिब फल काम शास्त्र पुराण
गीता बाणी विष्णु चरित जेहु भणी ताहा शुणिब मन तो से भजिब गुरु उपदेशे मनरे संकल्प करिब कार्तिक छाड़ी जेते द्रव्य ताहा कहिबा विधि मते शुण राजन एक चिते ए पद्म पुराण भकत उत्तर खंडे सारस्वत श्रीकृष्ण सत्या सन्निधाने कहन्ति कार्तिक वर्णने से पति पत्नी पाद तले अनेक जन्म तप फले नमई महादेव दास करुणा कर पीतवास इति श्री पद्मपुराणे उत्तरखंडे कार्तिक महात्म्ये कार्तिक व्रत संकल्पे नाम पंचमोध्याय। हरे कृष्ण राधे राधे।